ଆଉ ଚକୁଳି ପିଠା ଭୋଗ ଲାଗିବ। ଆଉ ସ୍ପେଶାଲ୍ କରି ମୋ ମାଆଙ୍କ ପାଇଁ ଚକୁଳି ପିଠା ତିଆରି କରିବା ଆଉ ଚକୁଳି ପିଠାର ରେସିପି ଆପଣମାନଙ୍କୁ ସେୟାର କରିବି। ଆଉ ନିହାତି ଭାବରେ ଆପଣମାନଙ୍କୁ ଭଲ ଲାଗିବ ମୋ ଯେଉଁ ଆଜିର ମାଆଙ୍କ ପାଖରେ ଯେଉଁ ଚକୁଳି ପିଠା। ଆଉ ଯେହେତୁ ମୋର ଚାଉଳ ଭିଜେଇ ଦେଇକି ମୁଁ ଯାଇଥିଲି ପୂଜା କରିବାକୁ, ଆଉ ପୂଜା ସାରିକି ଆସିଲି, ଏପଟେ ମୋର ଚାଉଳ ଭିଜେଇଛି, ଏବେ ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିନେବି। ଆଉ ତା ଦେହରେ ମୁଁ କ'ଣ ସବୁ ମିକ୍ସ କରୁଛି ଆଉ ଆପଣମାନଙ୍କ ସହିତ ସେୟାର କରିବା। ଆଉ ନିହାତି ଭାବରେ ଆପଣମାନେ ଏମିତି ଚକୁଳି ପିଠା ତିଆରି କରିକି ମାଆଙ୍କ ଆଜି ଦ୍ୱିତୀୟ ଗୁରୁବାରରେ ମାଆଙ୍କ ପାଇଁ ଯେଉଁ ଚକୁଳି ପିଠା ତିଆରି କରିବି, ନିହାତି ଭାବରେ ଆପଣମାନଙ୍କ ସହିତ ମୁଁ ଭିଡ଼ିଓଟି ସେୟାର କରିବି। ଚାଲନ୍ତୁ। ତ ମୋର ଅରୁଆ ଚାଉଳ ଭିଜେଇ ଦେଇଥିଲି, ଏବେ ପୁରା ଭିଜେଇକି ବଢ଼ିଆ ସୁନ୍ଦର ହେଇଛି। ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିନେବି। ଆଉ ତାପରେ ବର୍ତ୍ତମାନ ମୋର କିଛି ପିଠଉ ନେଇକି ମୁଁ ଆଣ ଟିକେ ବନେଇ ନେବି। ଯେହେତୁ ମୋର ପିଠା ସଙ୍ଗେ ସଙ୍ଗେ ପିଠାଟା ଫୁଲିବ, ମାନେ ବହୁତ ସୁନ୍ଦର ବଢ଼ିଆ ଭାବରେ ଫୁଲିବ। ମୋର ପୁରା ଆଣ ରେଡ଼ି ହେଇଗଲା। ବର୍ତ୍ତମାନ ମୁଁ ଛାଡ଼ିଦେବି ଟିକେ ଥଣ୍ଡା ହେବା ପାଇଁ। ପିଠା ପାଇଁ ମୁଁ କ'ଣ ସବୁ ରଖିଛି ଆପଣମାନଙ୍କୁ ମୁଁ ଦେଖାଉଛି। ଯେହେତୁ ମୋର ପିଠଉ ସାଙ୍ଗରେ କ'ଣ ସବୁ ଆଡ଼୍ କରିବି। ପ୍ରଥମେ ମୋର ନଡ଼ିଆ କିଛି ଗୋଟେ ନଡ଼ିଆ ଖୋଲିକି ରଖିଛି, ଏପଟେ କିଛି ଛେନା ବି ରଖିଛି, ଏପଟେ କଦଳୀ 4-5ଟା ରଖିଛି, ଏଇଟା ଖାଇବା ସୁଢା, ଏପଟେ ଚେରି କିଛି, ଗୁଡ଼, ଖସା, ଅଦା, ଗୋଲମରିଚ 2-4-5ଟା, ଗୁଜୁରାତି, ତେଜପତ୍ର, ଏପଟେ ମୋର ହେଲା କ୍ଷୀର, ଏପଟେ ଲୁଣ। ବାକି ଯେହେତୁ ମୋର ପିଠଉ ଟିକେ ଥଣ୍ଡା ହେଇଗଲେ ଆଣ ମୁଁ ଦେଶୀ ଘିଅରେ ହିଁ ତିଆରି କରିବି। ଏଇଟା ହେଲା ମୋର ଦେଶୀ ଘିଅରେ ମୁଁ ତିଆରି କରିବି ୟାକୁ ସବୁ ପିଠା। ଆଉ କେତେ ସୁନ୍ଦର ତ ଦେଖିକି ଜାଣିପାରୁଥିବେ। ଆଉ ଆଜିର ମୋର ଚକୁଳି ପିଠା ବହୁତ ଟେଷ୍ଟି ହେବ, ପୁରା ମାନେ ମାଆଙ୍କ ପାଇଁ ସ୍ପେଶାଲ୍ ଚକୁଳି ପିଠା। ମୋର ପିଠା ପାଇଁ ଏତିକି ଜିନିଷ ସବୁ ହିଁ ଆବଶ୍ୟକ। ଏଇଟା ମୋର ପିଠଉ, ଏପଟେ ଆଣ। ମୁଁ ୟା ଦେହରେ ସବୁ କିଛି ପକେଇ ଦେଇଛି। ଆଉ ବର୍ତ୍ତମାନ ମୁଁ ତାକୁ ମିକ୍ସ କରିନେବି। ଏପଟେ ମୋର ଛେନା ବି ଭାଜିକି ରଖିଥିଲି, ଆଉ ଛେନାକୁ ବି ମୁଁ ପକେଇ ନେବି। ଏପଟେ ମାନେ ଯେହେତୁ ମୋର ମସଲା ପାଇଁ ରଖିଥିଲି, ଆଉ ତାକୁ ଭଲ ଭାବରେ ପୁରା ମୁଁ ଛେଚି ନେଇଛି, ୟା ଦେହରେ ବି ମୁଁ ପକେଇବି। ମୋର ପିଠା ପୁରା ରେଡ଼ି ହେଇଗଲା। ଯେହେତୁ ମୋର କାହ୍ନା ଖାଇବ, ମାଆଙ୍କ ପାଖରେ ଭୋଗ ବି ଦେବି। ଆଉ ସବୁ ପିଠା ମୁଁ ତିଆରି କରିନେଇଛି। ଆଉ ଦେଖିବାକୁ ତ କେଡ଼େ ସୁନ୍ଦର, ଆଉ ବାସ୍ନା ତ ବହୁତ ବଢ଼ିଆ ଆସୁଛି। ଆଉ ମାଆଙ୍କ ପାଖରେ ବର୍ତ୍ତମାନ ମୁଁ ପୂଜା କରିବି, ଆଉ ଭୋଗ ବି ପିଠା ଭୋଗ ଦେବି। ଆଉ ଆଜିର ମୋର ଚକୁଳି ପିଠା ଏମିତି ଥିଲା। ଆଉ ଆପଣମାନେ ନିହାତି ଭାବରେ ଏ ରେସିପିଟିକୁ ମୁଁ ଯେମିତି ତିଆରି କଲି ଆପଣମାନେ ସେମିତି ତିଆରି କରିକି ଘରେ ଖାଆନ୍ତୁ, ଆଉ ସମସ୍ତଙ୍କୁ ଖୁଆନ୍ତୁ। ଖାଇ ମୋତେ କମେଣ୍ଟ କରନ୍ତୁ କେମିତି ଲାଗିଲା ଆଜିର ଯେଉଁ ଚକୁଳି ପିଠା ମାଆଙ୍କ ପାଖରେ। ମାଣବସା ଚକୁଳି ପିଠା ବହୁତ ସ୍ପେଶାଲ୍ ଥିଲା ମାଆଙ୍କର ଚକୁଳି ପିଠା। ଆଉ ଆପଣମାନେ ଏମିତି ବନାନ୍ତୁ, ଖାଆନ୍ତୁ। ଆଉ ଆଜିର ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ନିହାତି ଭାବରେ ମୋ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଯେଉଁମାନଙ୍କୁ ବେଶୀ ଭଲ ଲାଗୁଛି ନିହାତି ଭାବରେ କମେଣ୍ଟ ଜଣାନ୍ତୁ। ଆପଣମାନେ କମେଣ୍ଟ କଲେ ହୁଏତ ମୁଁ କିଛି ଜାଣିବି। ପୁଣି କିଛି ନୂଆ ଭିଡ଼ିଓ ନେଇକି ଆପଣମାନଙ୍କ ସହିତ ଦେଖା ବି ରହିଲା। ଲଭ୍ ୟୁ, ଜୟ ଜଗନ୍ନାଥ।